63ତମ ଶରଣକୂଳ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ। ନୟାଗଡ଼ ଜିଲ୍ଲାର ସର୍ବପୁରାତନ ଆଥଲେଟିକ୍ ଆସୋସିଏସନ ଶରଣକୂଳ ଦ୍ୱାରା ଆୟୋଜିତ 63ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶନିବାର ସ୍ଥାନୀୟ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି। ଲଡୁବାବାଙ୍କ ମନ୍ଦିରଠାରୁ ଆସୋସିଏସନର କର୍ମକର୍ତ୍ତାମାନେ ଏକ ମଶାଲ ଶୋଭାଯାତ୍ରାରେ ଆସି ଖେଳ ପଡ଼ିଆରେ ପହଞ୍ଚିବା ପରେ ଆସୋସିଏସନର ସଭାପତି ତଥା ପୂର୍ବତନ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଏହି ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶରଣକୂଳ ଜିଲ୍ଲା ପରିଷଦ ସଭ୍ୟା ଚିନ୍ମୟୀ ଦାସ, ଶରଣକୂଳ ସରପଞ୍ଚ ମୀନାକ୍ଷୀ ପ୍ରସାଦ ସାହୁ, ରଣପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ସମାଜସେବୀ ବିକ୍ରମ କୁମାର ଦାସ, କୃଷ୍ଣଚନ୍ଦ୍ର ମହାପାତ୍ର, ବୈକୁଣ୍ଠନାଥ ସିଠ, ଯୋଗେନ୍ଦ୍ରନାଥ ପ୍ରଧାନ, ସୁଶାନ୍ତ କୁମାର ଜେନା, ମନୋରଞ୍ଜନ ପଢ଼ିଆରୀ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ। ଉଦ୍ଘାଟନୀ ମ୍ୟାଚ୍ ସ୍ପୋର୍ଟସ ହଷ୍ଟେଲ କଟକ ଓ ଉତ୍କଳ ସ୍ପୋର୍ଟିଂ ଜଟଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳର ପ୍ରଥମାର୍ଦ୍ଧ ବେଶ୍ ଚିତ୍ତାକର୍ଷକ ଥିବାବେଳେ 11ତମ ମିନିଟରେ କଟକ ଦଳର 17 ନମ୍ବର ଜର୍ସି ଜଗନ୍ନାଥ ଟୁଡୁ ଚତୁରତାର ସହ ପ୍ରଥମ ଗୋଲ୍ ସ୍କୋର କରି ଦଳକୁ ଆଗେଇ ନେଇଥିଲେ। ଦ୍ୱିତୀୟାର୍ଦ୍ଧ ଖେଳ ବେଶ୍ ଚିତ୍ତାକର୍ଷକ ଏବଂ ସଂଘର୍ଷପୂର୍ଣ୍ଣ ହୋଇଥିଲେ ମଧ୍ୟ କେହି କାହାରିକୁ ଗୋଲ୍ ଦେଇ ପାରିନଥିଲେ। ଫଳରେ କଟକ ଫୁଟବଲ ଦଳ ଜଟଣୀ ଦଳକୁ 1-0 ଗୋଲରେ ପରାସ୍ତ କରି ଆଜିର ଖେଳରେ ବିଜୟୀ ହୋଇଛି। ଆଜିର ଖେଳରେ କଟକ ଦଳର ଜଗନ୍ନାଥଙ୍କୁ ଶ୍ରେଷ୍ଠ ଖେଳାଳି ରୂପେ ଚୟନ କରାଯାଇ ଶରଣକୂଳ ଜନସଂଗ୍ରାମ ପ୍ରେସ ପକ୍ଷରୁ ପୁରସ୍କୃତ କରାଯାଇଛି। ରାଜୁ ମହାନ୍ତି ଖେଳ ପରିଚାଳନା କରିଥିବା ବେଳେ ଶଶିକାନ୍ତ ଦାସିଆ, ଦେବରାଜ ସ୍ୱାଇଁ, ପ୍ରସନ୍ନ କୁମାର ନାୟକ ଲାଇନରେ ସହାୟତା କରିଥିଲେ। ଚିତ୍ତରଞ୍ଜନ ବରାଡ଼, ଜଗବନ୍ଧୁ ସାହୁ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ମାନସ କୁମାର ନାୟକ, ଅଖିଳ କୁମାର ମହାପାତ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ରବିବାର ଖେଳ ଏଜି ରିକ୍ରିଏସନ କ୍ଲବ ଭୁବନେଶ୍ୱର ଏବଂ ଭଞ୍ଜନଗର ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆସୋସିଏସନର ସମ୍ପାଦକ ରବୀନ୍ଦ୍ର କୁମାର ଚୌଧୁରୀ ଜଣାଇଛନ୍ତି। ଦୀନବନ୍ଧୁ ମହାପାତ୍ରଙ୍କ ରିପୋର୍ଟ।